ଯେକୌଣସି ବେସରକାରୀ ଚାକିରି ହେଉ କିମ୍ବା କୌଣସି ଇଣ୍ଟରଭ୍ୟୁ ହେଉ ରିଜ୍ୟୁମ୍ଟିଏ ନିହାତି ଦରକାର। ଚାଲନ୍ତୁ ଆଜିର ଭିଡ଼ିଓରେ ଦେଖିବା ନିଜ ମୋବାଇଲ ସାହାଯ୍ୟରେ ଆପଣ କେମିତି ରିଜ୍ୟୁମ୍ଟିଏ ବନେଇ ପାରିବେ। ଯଦି ଆପଣ ଆମ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ ଏବଂ ନିଜ ସାଙ୍ଗସାଥି ମଧ୍ୟରେ ସେୟାର କରିଦିଅନ୍ତୁ। ପ୍ରଥମେ କ୍ରୋମ୍ ବ୍ରାଉଜରକୁ ଆସନ୍ତୁ, ତାପରେ ସେଠାରେ ରିଜ୍ୟୁମ୍ ଗ୍ରାଉଣ୍ଡ ଲେଖିକି ସର୍ଚ୍ଚ କରନ୍ତୁ। ପ୍ରଥମ ୱେବସାଇଟ୍ଟି ଆସିଯିବ, ସେଠାରେ ଆପଣ କ୍ଲିକ୍ କରନ୍ତୁ। ପ୍ରଥମ ୱେବସାଇଟ୍ଟି ଓପନ୍ ହେଇଯିବ। ତାପରେ ଦେଖନ୍ତୁ ଏଥିରେ କିଛି ଆଡ଼୍ ଆସୁଛି, ସେଇ ଆଡ଼୍ଟିକୁ ଆପଣ ଦେଖିଦିଅନ୍ତୁ। ଦେଖି ସାରିଲା ପରେ ଆପଣ ତାହାକୁ କ୍ଲୋଜ୍ କରିଦେବେ। କ୍ଲୋଜ୍ କରିଦିଅନ୍ତୁ। ଦେଖନ୍ତୁ ପୁଣି ଥରେ ଆଡ଼୍ଟି ଆସିଯାଇଛି, ଏହାକୁ ବି କିଛି ସମୟ ୱେଟ୍ କଲା ପରେ କ୍ଲୋଜ୍ କରିଦେବେ। ତାପରେ ଦେଖନ୍ତୁ ଆପଣଙ୍କୁ ରିଜ୍ୟୁମ୍ ଏବଂ କରିକୁଲମ୍ ଭିଟେ ଦୁଇଟା ଅପସନ୍ ଆସିବ। ଆପଣ ରିଜ୍ୟୁମ୍ରେ କ୍ଲିକ୍ କରିଦିଅନ୍ତୁ। ତାପରେ ଏଣ୍ଟର ୟୋର ଫୁଲ୍ ନେମ୍, ସେଠାରେ ଆପଣଙ୍କର ପୁରା ନାମ ଲେଖିଦିଅନ୍ତୁ। ଆପଣ ନିଜର ପୁରା ନାଁ ଲେଖି ସାରିଲା ପରେ ହାଉସ୍ ନମ୍ବର ଅଛି, ହାଉସ୍ ନମ୍ବରରେ ଆପଣ ନିଜର ଗାଁର ନାଁ ଲେଖିଦିଅନ୍ତୁ। ତାପରେ ଲ୍ୟାଣ୍ଡମାର୍କ ଅଛି, ଲ୍ୟାଣ୍ଡମାର୍କରେ ଆପଣ ଆପଣଙ୍କର ପାଖ ବ୍ଲକର ନାଁ ଲେଖିପାରିବେ। ଆପଣ ସେଠାରେ ଆପଣଙ୍କର ବ୍ଲକର ନାଁ ଲେଖିଦିଅନ୍ତୁ। ତାପରେ ଏରିଆରେ ଆପଣ ନିଜର ଡିଷ୍ଟ୍ରିକ୍ଟର ନାଁ ଲେଖିଦିଅନ୍ତୁ। ତାପରେ ଷ୍ଟେଟ୍ରେ ଆପଣ ନିଜର ରାଜ୍ୟର ନାଁ ଲେଖିଦିଅନ୍ତୁ। ଦେଖନ୍ତୁ ଆମ ରାଜ୍ୟ ଓଡ଼ିଶା, ସେଥିପାଇଁ ମୁଁ ସେଠାରେ ଓଡ଼ିଶା ଲେଖିଦେଉଛି। ତାପରେ ଆପଣଙ୍କର ପିନ୍କୋଡ଼୍ ଦେଇଦିଅନ୍ତୁ। ତାପରେ ଆପଣଙ୍କର ମୋବାଇଲ ନମ୍ବରଟିକୁ ଟାଇପ୍ କରିଦିଅନ୍ତୁ। ତାପରେ ଆପଣଙ୍କର ଯେଉଁ ଜିମେଲ୍ ଆଇ ଡ଼ି ଅଛି ସେଇଟାକୁ ଆପଣ ଟାଇପ୍ କରିଦିଅନ୍ତୁ। ଧ୍ୟାନ ଦିଅନ୍ତୁ ମୋବାଇଲ ନମ୍ବର ଏବଂ ଜିମେଲ୍ ଆଇ ଡ଼ି ବହୁତ ଜରୁରୀ ଅଛି, ତେଣୁ ତାକୁ ଠିକ୍ ଭାବରେ ଟାଇପ୍ କରିଦିଅନ୍ତୁ। ତାପରେ ହ୍ୱାଟ୍ ଇଜ୍ ୟୋର୍ ପ୍ରୋଫାଇଲ୍, ସେଠାରେ ଆପଣ ଯେଉଁ କୋର୍ସ କରିଛନ୍ତି ବା ଯେଉଁଥିରେ ଆପଣ ଏକ୍ସପର୍ଟ ଅଛନ୍ତି ସେଇଟାକୁ ଆପଣ ଟାଇପ୍ କରିଦିଅନ୍ତୁ। ଦେଖନ୍ତୁ ମୁଁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ କରିଛି, ସେଇଥିପାଇଁ ଏଥିରେ ମୁଁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଲେଖିଦେଉଛି। ତାପରେ ତଳକୁ ସ୍କ୍ରୋଲ୍ କରନ୍ତୁ। ତାପରେ ଅଛି କ୍ୟାରିୟର ଅବଜେକ୍ଟିଭ, ସେଇଥିରେ ଆପଣ ଯଦି ନୂଆ ରିଜ୍ୟୁମ୍ ତିଆରି କରିଛନ୍ତି ତାହେଲେ ଏଣ୍ଟ୍ରି ଲେଭେଲ୍ ପୋଜିସନରେ କ୍ଲିକ୍ କରନ୍ତୁ। ଯଦି ଆପଣଙ୍କର ଅଲରେଡ଼ି ଗୋଟିଏ ଆଗରୁ ଜାଣିଛନ୍ତି ତାହେଲେ କଷ୍ଟ୍ୟୁମ୍ ଅବଜେକ୍ଟିଭରେ କ୍ଲିକ୍ କରିପାରିବେ। ଏଣ୍ଟ୍ରି ଲେଭେଲରେ ଯଦି ଆପଣ କ୍ଲିକ୍ କରିଛନ୍ତି ତାହେଲେ ଏହିପରି ଲେଖା ଆସିଯିବ। ଆପଣ ସବୁବେଳେ ଏଣ୍ଟ୍ରି ଲେଭେଲରେ କ୍ଲିକ୍ କରିକି ହିଁ ରିଜ୍ୟୁମ୍ଟାକୁ ତିଆରି କରନ୍ତୁ। ତାପରେ ଦେଖନ୍ତୁ କ୍ୱାଲିଫିକେସନ୍, ଏଠାରେ ପ୍ରଥମେ ଆପଣଙ୍କର ଟୋଟାଲ୍ କ୍ୱାଲିଫିକେସନ୍ ଦେବାକୁ ପଡ଼ିବ। ଆପଣ ଯଦି 10ମ ଶ୍ରେଣୀ ପାସ୍ କରିଛନ୍ତି ତାହେଲେ 10th ଲେଖନ୍ତୁ। ତାପରେ ୟୁନିଭର୍ସିଟି ଆଉ ବୋର୍ଡ଼ରେ ନିଜର ସ୍କୁଲର ନାଁକୁ ଟାଇପ୍ କରିଦିଅନ୍ତୁ। ଦେଖନ୍ତୁ ମୁଁ ଶୀଘ୍ର ଟାଇପ୍ କରିଦେଉଛି। ତାପରେ ଇୟର୍ରେ ଆପଣ କେଉଁ ବର୍ଷ ପାସ୍ ଆଉଟ୍ ହୋଇଛନ୍ତି ସେଇଟାକୁ ଟାଇପ୍ କରନ୍ତୁ। ତାପରେ ଆପଣଙ୍କର ଟୋଟାଲ୍ ପରସେଣ୍ଟେଜକୁ ଟାଇପ୍ କରନ୍ତୁ। ତାପରେ ଦେଖନ୍ତୁ ଆଡ୍ ମୋର୍ ଅଛି, ଯଦି ଆପଣ 10ମ ପରେ +2 କରିଛନ୍ତି କିମ୍ବା ହାଇୟର ଷ୍ଟଡି କରିଛନ୍ତି ତାହେଲେ ଆଡ୍ ମୋର୍ରେ କ୍ଲିକ୍ କରିକି ଆଉ ବାକି କ୍ୱାଲିଫିକେସନ୍କୁ ଦେଇପାରିବେ। ଦେଖନ୍ତୁ ମୁଁ +2 କରିଛି, ସେଥିପାଇଁ +2ରେ ଟାଇପ୍ କଲି। ତାପରେ ନିଜର କଲେଜ ନାଁକୁ ସେଠାରେ ଲେଖିଦିଅନ୍ତୁ। ତାପରେ ଆପଣ କେଉଁ ବର୍ଷ ପାସ୍ ଆଉଟ୍ ହେଇଛନ୍ତି ସେଇଟାକୁ ଲେଖିଦିଅନ୍ତୁ। ତାପରେ ନିଜର ପରସେଣ୍ଟେଜକୁ ଲେଖିଦିଅନ୍ତୁ। +2 ପରେ ମୁଁ ଡିପ୍ଲୋମା କରିଛି, ସେଇଥିପାଇଁ
एड मोर रे क्लिक करिकी मोर डिप्लोमा क्वालिफिकेशन को मु एथिरे ऐड करि दउछि। डिप्लोमा लिखि साइला परे निजर कॉलेज नाम को एंटर करि दियंतु। तापरे ईयर रे पास आउट ईयर को टाइप करि दियंतु। तापरे टोटल परसेंटेज को एथिरे टाइप करि दियंतु। देखंतु मोर 10+2 एवं डिप्लोमा रो क्वालिफिकेशन टी ऐड हो जाइछि। तापरे अछि अदर क्वालिफिकेशन। जदि आपनकर आउ किछु क्वालिफिकेशन अछि ताहेले आपण एटारे टाइप करि परिबे। नचेत आपनकर साइट रे गोटे क्रॉस अछि ताको आपण क्लिक कले सेही ऑप्शन टी हटि जिवो। देखंतु मोर बेसिक नॉलेज ऑफ कंप्यूटर अछि सेति पई मु एटारे टाइप करि दउछि। जदि आपनकर भी कंप्यूटर उपरे किछि नॉलेज अछि ताहेले आपण बेसिक कंप्यूटर नॉलेज टाइप करि परिबे। तापरे जदि आपनकर भी आउ अन्य किछि नॉलेज अछि ताहेले आपण एठारे देई परिबे। मु ट्रांसफार्मर मेंटेनेंस मध्ये रे अल्प बहुत किछि जानिछि सेति पई मु ट्रांसफार्मर मेंटेनेंस लिखि दउछि। तापरे देखंतु वर्क एक्सपीरियंस। जदि आपनकर किछि वर्क एक्सपीरियंस अछि ताहेले आपण लिखि परिबे। नचेत सेही क्रॉस रे क्लिक करंतु जहा कि वर्क एक्सपीरियंस टी हटि जिवो। मोर किछि वर्क एक्सपीरियंस नाही सेति पे मु ताको हटै देली। तापरे आपण निजरा जेंडर चूज करिवे। जदि आपण पुओ पिला ताहेले मेल रे क्लिक करंतु। जदि आपण झियो पिला ताहेले फीमेल रे क्लिक करंतु। फादर नेम रे आपण का बापा का नाम टाइप करि दियंतु। तापरे निजरा डेट ऑफ बर्थ को सिलेक्ट कर नियंतु। तापरे लैंग्वेज नोन आपण को भाषा जानि चंती सेरा को टाइप कर दियंतु। तापरे नेशनलिटी रे आपण इंडियन सिलेक्ट करंतु। तापरे मैरिटल स्टेटस आपण यदि विवाहित ताले मैरिड रे क्लिक करंतु। यदि आपण अविवाहित ताले अनमैरिड रे क्लिक करंतु। तापरे देखंतु निजर प्रोफाइल फोटो देवा को पड़िबो। आपण प्रोफाइल फोटो रे क्लिक करिकि निज गैलरी रो फोटो टी को सिलेक्ट कर नियंतु। फोटो सिलेक्ट हो गला परे आपण क्रिएट रिज्यूम रे क्लिक करंतु। देखंतु आपनकर रिज्यूम टी रेडी हो जाइछि। एही रिज्यूम टी को सेव करिवा पई 3 डॉट रे क्लिक करंतु। 3 डॉट रे क्लिक कला परे सेव कॉपी रे क्लिक करंतु। सेव कॉपी रे क्लिक कला परे देखंतु आपनकर एही रिज्यूम टी आपनकर ड्राइव रे अपलोड हो। वीडियो टी भल लागि देले गोटे लाइक कर दियंतु एवं निज संग साथी मानक मध्य रे शेयर कर दियंतु।